ओम नमः शिवाय। ମୁଁ ଜ୍ୟୋତିର୍ବିଦ ଓ ସାଧକ ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର ଓଡ଼ିଶାରୁ କହୁଛି। ଆଜି ମୁଁ ଆପଣଙ୍କୁ କହିବି ଯେ ଶିବ କିଏ। ଆଙ୍କ ଉପରେ ବିଭିନ୍ନ ଚର୍ଚ୍ଚା ଆମେ ଆଗକୁ ଜାରି ରଖିବା। ମୋ ଗୋଟେ ପୁସ୍ତକଟିଏ ବାହାରି ସାରିଲାଣି, ଆଉ କିଛି ଦିନ ପରେ ହୁଏତ ଆପଣଙ୍କୁ ଆମାଜନରେ ମିଳିଯିବ। ତା ନାଁ ହେଲା ଶିବ ତତ୍ତ୍ୱ। ତ ସେଇ ସନ୍ଦର୍ଭରେ ମୁଁ ଓଡ଼ିଶାର ରାଜ୍ୟବାସୀମାନଙ୍କ ପାଇଁ ଶିବ ସାଧନା ଉପରେ ଗୋଟିଏ ନୂତନ ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲିଛି, ଯାହାର ନାଁ ହେଲା ଶିବ ତତ୍ତ୍ୱ। ଧନ୍ୟବାଦ ଦେଉଛି ସେମାନଙ୍କୁ ଯେଉଁମାନେ ମୋତେ ଏ ଚ୍ୟାନେଲ୍ ଖୋଲିବାକୁ ପ୍ରେରଣା ଦେଲେ। ତେବେ ଚାଲନ୍ତୁ ଆରମ୍ଭ କରିବା ଆଜିର ବିଷୟବସ୍ତୁ। ତାହା ହେଲା ଶିବ କିଏ। ଶିବଙ୍କୁ ଜାଣିବା ପାଇଁ ହେଲେ ବା ଶିବଙ୍କ ବିଷୟରେ କିଛି କହିବା ପାଇଁ ହେଲେ ପ୍ରଥମ ମନେ ରଖିବା ଉଚିତ ଯେ ଗୋଟେ ସାଧାରଣ ଲୋକ ପକ୍ଷରେ ଏହା ସମ୍ଭବ ନୁହେଁ ବୁଝିବା ଯେ ଈଶ୍ୱର କିଏ ବା ଶିବ କିଏ। ଯେଉଁ ଲୋକଟି ଆଧ୍ୟାତ୍ମିକ ଦିଗରେ କିଛି ମାତ୍ରାରେ ଅଗ୍ରସର ହେଇଛନ୍ତି ସେମାନେ ହିଁ ଜାଣିପାରିବେ। ଶିବଙ୍କୁ ପ୍ରଥମେ ଆପଣ ପରମ ତତ୍ତ୍ୱ ବୋଲି ଭାବିକି ଚାଲନ୍ତୁ। ପରମ ଶିବ, ଇଂରାଜୀରେ ଯଦି କହିବା ସୁପ୍ରିମ୍ କନସିୟସନେସ୍। ଏହି ବିଶ୍ୱ ବ୍ରହ୍ମାଣ୍ଡରେ ଯେଉଁ ଶକ୍ତି ଅତ୍ର ତତ୍ର ସର୍ବତ୍ର ବିଦ୍ୟମାନ, ତାକୁ ହିଁ ଆମେ ଶିବ ବୋଲି କହିବା। ସେହି ଶକ୍ତିର କିଛି ଅଂଶ ଆମମାନଙ୍କ ମଧ୍ୟରେ ମଧ୍ୟ ବିଦ୍ୟମାନ, ତ ତାକୁ ବି ଆମେ ଶିବ ବୋଲି କହିବା। ଯଦି ଆମେ ତ୍ରିକ ଶିବଜିମ୍ ବା ଯେଉଁଟାକୁ କୁହାଯାଏ ଆଜିକା ଡେଟ୍ରେ କାଶ୍ମୀର ଶୈବଜିମ୍ କୁହାଯାଉଛି, ଯେଉଁଟାକି ଆଗମ ଶିବ, ତାକୁ ଯଦି ଆମେ ବୁଝିବା ତାହେଲେ ସେ ଜିନିଷଟି ହେଲା ଯେ ଶିବ ହେଲେ ସୁପ୍ରିମ୍ କନସିୟସନେସ୍ ବା ଶିବ। ଆପଣ ନିଜକୁ ବି ଶିବ ବୋଲି ଭାବିପାରିବେ ଯେତେବେଳେ ଆପଣଙ୍କ ଭିତରେ ଥିବା ସେ ଶକ୍ତିଟିକୁ ଆପଣ ନିଜେ ଅନୁଭବ କରିପାରିବେ, ରିଅଲାଇଜ୍ କରିପାରିବେ ସାଧନା ମାଧ୍ୟମରେ। ଅର୍ଥାତ୍ ଶିବ ଆପଣଙ୍କ ମଧ୍ୟରେ ଅଛନ୍ତି, ଶିବ ବିଶ୍ୱ ବ୍ରହ୍ମାଣ୍ଡରେ ସବୁ ସ୍ଥାନରେ ଅଛନ୍ତି। ଆମେ ଖାଲି ତାଙ୍କୁ ଜାଣିବାର ଅଛି, ଆମେ ଖାଲି ତାଙ୍କୁ ପ୍ରାପ୍ତ କରିବାର ଅଛି, ବା ଯାହାକୁ କୁହାଯାଏ ଆଟେନମେଣ୍ଟ। ତାହେଲେ ଆମେ ଜାଣିପାରିବା ଯେ ଶିବ ଅତ୍ର ତତ୍ର ସର୍ବତ୍ର ଏବଂ ନିଜ ମଧ୍ୟରେ ମଧ୍ୟ ବିଦ୍ୟମାନ। ତେଣୁ ଆମେ ଶିବଙ୍କୁ ଖାଲି ଶିବ ମନ୍ଦିରରେ, ଶିବ ଲିଙ୍ଗରେ କିମ୍ବା ଆମର ନିଗମ ଶାସ୍ତ୍ର ଯାହା ରହିଛି ବା ବେଦିକ ସ୍କ୍ରିପ୍ଚର, ସେ ମନ୍ତ୍ର ମାଧ୍ୟମରେ ଜାଣିବାଟା ଭୁଲ, ସମ୍ପୂର୍ଣ୍ଣ ଯଦିଓ ଭୁଲ ନୁହେଁ। ଶିବ ସିଦ୍ଧାନ୍ତ ବି ଗୋଟିଏ ଜିନିଷ। ଶିବ ସବୁ ଜାଗାରେ ବିଦ୍ୟମାନ। ଯେମିତି କହନ୍ତି ଯେ ଡର କାହାକୁ, ଭୟ କାହାକୁ, ଈଶ୍ୱର ଅଛନ୍ତି ବା ଠାକୁର ଅଛନ୍ତି ଚତୁର୍ବାହାକୁ। ତେଣୁ ଶିବଙ୍କୁ ଜାଣିବାର ମାଧ୍ୟମ ଆପଣଙ୍କର ଯୋଗ ମାଧ୍ୟମ। ସେଥିପାଇଁ ଶିବଙ୍କୁ ଯୋଗେଶ୍ୱର କୁହାଯାଏ। ଏବଂ ଯୋଗରେ ଯେଉଁ ପତଞ୍ଜଳି ନିୟମ ଗୁଡ଼ିକ କହିଛନ୍ତି, ୟମ, ନିୟମ, ସଂଯମ, ପ୍ରତ୍ୟାହାର, ସମାଧି, ଅଷ୍ଟାଙ୍ଗ ଯୋଗ ଯାହାକୁ କୁହାଯାଏ, ସେହି ମାଧ୍ୟମରେ ଯଦି ଗୋଟେ ଲୋକ ଯୋଗ ଅଗ୍ରସର ହେଉଛନ୍ତି ତାହେଲେ ନିଜ ଭିତରେ ଥିବା ଶିବ ତତ୍ତ୍ୱଟାକୁ ଜାଣିପାରିବେ। ଶିବ ସିଦ୍ଧାନ୍ତ, ଯାହା ଆମେ ଶ୍ରୀରୁଦ୍ରମ କୁହନ୍ତୁ, ରୁଦ୍ରାଭିଷେକ କୁହନ୍ତୁ କିମ୍ବା ଭୈରବଙ୍କର ଯଜ୍ଞ କୁହନ୍ତୁ, ତାକୁ କରିବାଟା ହେଲା ଗୋଟେ ବା ବହି ପ୍ରକ୍ରିୟା।
तो बहि प्रक्रिया माध्यम एवं अंतर प्रक्रिया माध्यम आम शिव को जापर। सद्गुरु जकी वासुदेव जे मोर गुरु से कहते शिव दैट व्हिच इज नॉट, जोटा कि किसी नुहे शून्य। तेणु शिव को जाना केते जो कष्ट आप जानतु। आप विभिन्न ज्ञान आजिका डेट्रे गूगल माध्यम जापर, मात्र शिव को जाना केते कष्ट। तेज ये अध्याय आम आग को जारी रखा। मु प्रयास करी आपन को धीरे धीरे बुझाइवाई शिव कौन, शिव तत्व कौन, रुद्राभिषेक कौन, शिव साधना संपर्क में सबकि जिन जहाँ मोर सामान्य ज्ञान रही। भिडियोटी विशेषतः जो मैंने शिव साधना दिगरे अग्रसर होउछन्ति किंबा अग्रसर होगा चाहते से साधारण जनता नुहे, कारण से तो बहुत गुड़े जिन बुझी न पारती। कारण एगुड़ा है सब अनुभव जिनस जहाँ मुझे कहवाक जाऊँगी आगामी दिन गुड़ाक। तेणु से गुड़ा जो अनुभव न कर से जापर ना। तेज चलते ये अध्यायटी आज ये बंद करवा। क्रम अनुसार मुझे को धीरे धीरे शिव सूत्र, शिव संहिता विषय अवगत कराई चली मोर सामान्य ज्ञान माध्यम। आपड़ जब शिव साधना कर गुरु को सानिध्य करूँ। मुझे गुरु हबार योग्यता रखुना, केवल किसी मोर ज्ञान जहाँ मुझे आहरण कर पहुँचा मोर उद्देश्य। तेज आज रही। ओम नमः।